କେତେ ଯାଇଛନ୍ତି ପୁରୀରୁ କେତେ ସେବାୟତ ପ୍ରିୟଦର୍ଶନ ବାବୁ? କଣ ଯାଇନାହାନ୍ତି, ଦଇତା କିଛି ଯାଇଛନ୍ତି। ସେବାୟତ ଭିତରେ ଆପଣ ମାନେ ସବୁବେଳେ ଏଣ୍ଟାର ସେବାୟତ ସମାଜକୁ ଭାବି ଦଉଛନ୍ତି। ସେବାୟତ ମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ, ଯେମିତି ଦଇତାପତି ଗୋଷ୍ଠୀ, ସୁଆର ଗୋଷ୍ଠୀ, ପ୍ରତିହାରୀ ଗୋଷ୍ଠୀ ଏବଂ ବିଭିନ୍ନ ପ୍ରକାର ସେବାୟତ ଅଛନ୍ତି। ଯାହାର ଯୋଉ ସେବା, ସିଙ୍ଗାରୀ ଗୋଷ୍ଠୀ, ମୁଦୁଲି ଗୋଷ୍ଠୀ, ଯାହାର ଯୋଉ ସେବା, ମୁଦୁଲି ଦ୍ୱାର ଖୋଲିବେ, ସିଙ୍ଗାରୀ ସିଙ୍ଗାର କରିବେ, ପୂଜା ପଣ୍ଡା ପୂଜା କରିବେ, ଭୋଗ କରିବେ ଏବଂ ଖୁଣ୍ଟିଆ ମାନେ ତାଙ୍କୁ ସୁରକ୍ଷା ଦେବେ, ପ୍ରତିହାରୀ ମାନେ ସୁରକ୍ଷା ଦେବେ, ଖୁଣ୍ଟିଆ ମାନେ ଛାମ ଖୁଣ୍ଟିଆ ହେବେ, ବହୁତ ଜିନିଷ, ପାଣିଆ ମାନେ ପାଣି ଆଣିବେ। ତାଙ୍କର 36 ପାଟକ ସେବକ ଆଜ୍ଞା, ଏଣ୍ଟାର ସେବକ ମାନେ କେହି ଯାଇନାହାନ୍ତି। ଏଇଟା କ୍ଲିୟର ହୁଅନ୍ତୁ, କନସେପ୍ଟ କ୍ଲିୟର କରନ୍ତୁ। ତ ଦଇତାପତି ମାନେ ଯାଇଛନ୍ତି, କିଛି ଦଇତାପତି ଯାଇଛନ୍ତି ଏବଂ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ସେ ଯାଇଛନ୍ତି। ଏଥିରେ କିଛି ସେମାନେ ଆମର ଏଠି ବିନମ୍ରତାର ସହିତ କହିବା କଥା ଯେ ଯଦି ସେମାନେ ଗଲେ ସେଥିରେ ଭୁଲ ନାହିଁ, କିନ୍ତୁ ତାଙ୍କ ସାମ୍ନାରେ ଯେତେବେଳେ ମମତା ବାନାର୍ଜୀ କହୁଛନ୍ତି, ଯାହାଙ୍କୁ ଆମେ ଆଳୁ ଚୋରଣୀ ବୋଲି ପୁରୀରେ ଡାକୁ, ମମତା ବାନାର୍ଜୀ ତାଙ୍କୁ କହୁଛନ୍ତି ଯେ ଏଇଟା ହେଲା ଜଗନ୍ନାଥ ଧାମ, ଏଇ ସମୁଦ୍ର ଦୀଘା ସମୁଦ୍ର ହେଲା ମହୋଦଧି, ଦୀଘା ହେଲା ତାଙ୍କ ୱେବସାଇଟରେ, ଅଫିସିଆଲ ୱେବସାଇଟରେ ଲେଖିଛନ୍ତି ଜଗନ୍ନାଥ ଧାମ ଦୀଘା, ଦୀଘା ଜଗନ୍ନାଥ ଧାମ ଏବଂ ତା ସହିତ ଲେଖିଛନ୍ତି ଯେ ଏଇଟା ମହୋଦଧି। ତା ସହିତ ମଧ୍ୟ କହୁଛନ୍ତି ଆଉ ବଙ୍ଗାଳୀ ମାନେ ପୁରୀ ଯିବା ଦରକାର ନାହିଁ, ଏଇଠି ସେମାନେ ଦର୍ଶନ ପାଇବେ। ଏଇ ସମୟରେ ଯୋଉମାନେ ଲୋଭରେ ଯାଇଛନ୍ତି, କଣ ପାଇଁ ପାଟି ଚୁପ୍ ରହିଲା ତମର? ତମ ଦେହରେ ଦଇତା ରକ୍ତ ଅଛି ନା ତମ ଦେହରେ ମମତା ବାନାର୍ଜୀର ଲାଞ୍ଚ ରକ୍ତ ପ୍ରବାହିତ ହଉଛି? ତମେ ଚୁପ୍ ହେଲ, ତମେ ଯାଇପାରିବ ପ୍ରତିଷ୍ଠାକୁ, କିନ୍ତୁ ଜଗନ୍ନାଥ ଧାମ ହେଲା ବେଳକୁ ତମ ପାଟି କାହିଁ ଚୁପ୍? ମହୋଦଧି କହିଲା ବେଳକୁ ତମ ପାଟି କାହିଁ ଚୁପ୍? ତାପରେ ଏଇ ଯୋଉ ବଙ୍ଗାଳୀ ମାନେ ନ ଯିବା ପାଇଁ କହିଲା ବେଳକୁ ପାଟି କାହିଁ ଚୁପ୍? ସେଇ ସମୟରେ ଯଦି ପାଟି ନ ମମତା ବାନାର୍ଜୀ କଣ ଏହା କହିଛନ୍ତି ବେଙ୍ଗଲୀ ମାନେ ଆଉ ପୁରୀ ଯିବା ଦରକାର ନାହିଁ, ଏଇଠି ରୁହନ୍ତୁ ବୋଲି? ହଁ, ସେ ବେଙ୍ଗଲୀ ମାନେ ପୁରୀ ଯିବା ଦରକାର ନାହିଁ, ଏଇଠି ହେଇଯାଅ। ଆମେ ପଚାରିବା କଥା, ମମତା ଦିଦି ଆପଣ ଯୋଉ କହିଲେ ଦୀଘା ଧାମ ବୋଲି, ଭାରତ ବର୍ଷରେ 4ଟା ଧାମ, 4 ଯୁଗକୁ ନେଇକି ବିଷ୍ଣୁଙ୍କର 4 ଧାମ। ପ୍ରଥମ ହେଲା ସତ୍ୟ ଯୁଗ ଅନୁସାରେ ଦ୍ୱାରିକା, ସତ୍ୟ ଯୁଗ ଅନୁସାରେ ବଦ୍ରୀନାଥ, ତୃତୀୟ ଯୁଗ ଅନୁସାରେ ରାମନାଥ ରାମେଶ୍ୱରମ, ଦ୍ୱାରିକା ଦ୍ୱାପର ଯୁଗ ଅନୁସାରେ ଦ୍ୱାରିକାନାଥ ଏବଂ କଳି ଯୁଗ ଜଗନ୍ନାଥ। ଆଉ ଧାମ ଆଇଲା କୋଉଠୁ? ଏବଂ 4 ଯୁଗ ପାଇଁ 4 ଧାମକୁ 4 ଶଙ୍କରାଚାର୍ଯ୍ୟ ଧାର୍ମିକ ଗୁରୁ ଜଗିଛନ୍ତି। ଆଦି ଶଙ୍କରାଚାର୍ଯ୍ୟ, କାଞ୍ଚି କାମକୋଟି, ଆମ ପୁରୀ ହେଲା ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ। ମମତା ଦିଦି ଆପଣଙ୍କ ଦୀଘାରେ ଆଉ ବେଙ୍ଗଲରେ କୋଉ ଶଙ୍କରାଚାର୍ଯ୍ୟ ଅଛନ୍ତି? ନା ମୁଲା ମାନଙ୍କୁ ଆପଣ ଶଙ୍କରାଚାର୍ଯ୍ୟ ଭାବି ଦେଇଛନ୍ତି? ଆପଣ କହୁଛନ୍ତି ମୁଁ ଗୋ ମାଂସ ଖାଏ, ଏ ଗର୍ବି ସ୍ତ୍ରୀ, ଏ ମହିଳା ଆପଣଙ୍କୁ ଆମେ ସମ୍ମାନ ଦଉଛୁ, ଆପଣ ଗୋ ମାଂସ ଭକ୍ଷଣକାରୀ ହେଇ ଏଇ ଯୋଉ ମ୍ୟୁଜିୟମ କରିଛନ୍ତି, ପଥରରେ ଜଗନ୍ନାଥ ମୂର୍ତ୍ତି ତିଆରି କରି ବସେଇଛନ୍ତି। କଣ ନା ଏଇଟା ଜଗନ୍ନାଥ ଧାମ? ତମର ଏତିକି ଧାରଣା ନାହିଁ ଯେ ଜଗନ୍ନାଥ ମହାପ୍ରଭୁ ପଥରରେ ହେଇପାରିବେ ନାହିଁ। ସେଇଟା ତାର କାରଣ ହେଲା ଶାସ୍ତ୍ରୀୟ କାରଣ। ତ ଦଇତାପତି ମାନେ କାହିଁକି ଗଲେ ସେଠିକି? ପଇସା ଜାଣିପାରୁନାହାନ୍ତି କି? ଏ କଳି ଯୁଗର ସବୁଠୁ ବଡ ଅସ୍ତ୍ର ହେଲା ଟଙ୍କା। ଆପଣ ଟଙ୍କାରେ ତାଙ୍କର ମୁହଁ କରିଦେଇଛନ୍ତି ବଙ୍କା। ମମତାର ଯୋଉ ଲୁଟେରା ଟଙ୍କା ସେଇଟା କରିଛି ବଙ୍କା, ସେଥିପାଇଁ ମୁହଁ ଖୋଲି ପାରୁନାହାନ୍ତି। ଯିବାକୁ ମନା ନାହିଁ, ମୁହଁ ବନ୍ଦ ହବାର କାରଣ ହେଲା ଟଙ୍କା ମୁହଁ କରିଛି ବଙ୍କା। ଆମର ବିନମ୍ରତାର ସହିତ କହିବା କଥା, ବାଳିକୁ ଯେତେବେଳେ ମହାପ୍ରଭୁ ରାମଚନ୍ଦ୍ର ପଛପଟୁ ମାରିଲେ, ସେତେବେଳେ ବାଳି ତାଙ୍କୁ ଅଭିଶାପ ଦେଇଥିଲେ, ଯୋଉ ହାତରେ ତମେ ମତେ ପଛପଟୁ ମାରିଲ ପ୍ରଭୁ, ହାତ ଆପଣଙ୍କର କଳି ଯୁଗରେ ରହିବନି, ସେ ଗୋଡ ରହିବନି, ଆପଣ ବିନା ହାତ ଗୋଡରେ ଜନ୍ମ ହେବେ। ପ୍ରଭୁ ହସିଲେ ଏବଂ ଯୋଉ ଗଛ ପଛପଟେ ପ୍ରଭୁ ଲୁଚିକି ବାଳିକି ମାରିଥିଲେ, ସେ ଗଛକୁ ମଧ୍ୟ ବାଳି ଅଭିଶାପ ଦେଲେ ଯେ ତୁ ମଧ୍ୟ ମତେ ଜଣେଇଲୁନି ଯେ ରାମଚନ୍ଦ୍ର ତୋ ପଛରେ ଲୁଚିକି ମତେ ମାରୁଛନ୍ତି, କାହା ପୁରୁଷ ଭଳିଆ ମତେ କାହିଁ ପଛରୁ ମାରିଲେ, ତେଣୁକରି ତୁ ବି ଏତେ ପିତା ହେଇଯିବୁ, ତତେ ସମସ୍ତେ ଘୃଣା କରିବେ। କିନ୍ତୁ ଜଗନ୍ନାଥଙ୍କ ପାଖରେ ସେ ରାମଙ୍କ ପାଖରେ କାନ୍ଦିଲେ, ଗଛ କହିଲେ ପ୍ରଭୁ ମୋର କଣ ଦୋଷ, ଆପଣ ମୋ ପଛରେ ଠିଆ ହେଲେ। ନା ଠିକ ଅଛି, କଳି ଯୁଗରେ ଯଦି ବୋଲେ ହାତ ଗୋଡ ରହିବନି, ତାହେଲେ ତୋରି ଗଛରେ ମୁଁ ତିଆରି ହେବି, ତୋ ନା ଲିମ୍ବ, ତତେ କେହି ଖାଇବେନି ପିତା ବୋଲି, ତୋ କାଠରେ ମୁଁ ଯୁଗ ଯୁଗ ଧରି ତିଆରି ହେବି। ଯଦି ମମତା ଏଇଟା ଜାଣିପାରିନି, ତାହେଲେ ମନ୍ଦିର କରିବାର ଅଧିକାର ତ ଅଛି। ପଥର ମୂର୍ତ୍ତି କଲେ ମ୍ୟୁଜିୟମ ହବ, ନହେଲେ କଲଚରାଲ ସେଣ୍ଟର ହବ। ବଙ୍ଗାଳୀ ଆସିବେନି କଣ? ତା ବାପାର ବାପା ଆସୁଥିଲା, ତା ପିଲାର ପିଲା ଆସିବ। ବଙ୍ଗାଳୀ ଲଭ୍ କରେ, ଭଲ ପାଏ ଜଗନ୍ନାଥଙ୍କୁ, ଓଡିଆଙ୍କ ଭଳିଆ ତାର ପ୍ରାଣ ବି ଜଗନ୍ନାଥ। ତୋର ଯୋଉ ତିଆରି କରୁଛୁ ଆଳୁ ଚରଣୀ ମମତା ଦୀଘା, ତୋ ଜଗନ୍ନାଥ କେତେ ଚାଲିବେ ମୁଁ ଜାଣିନି। ଧାର୍ମିକ ଦୃଷ୍ଟିରୁ ମ୍ୟୁଜିୟମ ଦୃଷ୍ଟିରୁ ଚାଲି ପାରନ୍ତି, କିନ୍ତୁ ଆମ ଜଗନ୍ନାଥ ଧାମ ଯୁଗ ଯୁଗରୁ ଥିଲା ଅଛି। ତ ଯୋଉ ଦଇତାପତି ମାନେ ଯାଇଛନ୍ତି ପ୍ରିୟଦର୍ଶନ ବାବୁ, ଯୋଉ ଦଇତାପତି ମାନେ ଯାଇଛନ୍ତି ଦୀଘା, ତ ଆପଣ ଭାବୁଛନ୍ତି ତାଙ୍କୁ ନେଇ ବଡ ବିବାଦ କିଛି ପୁରୀରେ ତିଆରି ହଉଛି? ଦେଖନ୍ତୁ, ଯୁଗେ ଯୁଗେ ସବୁବେଳେ ମନେ ରଖିଥିବେ, ଆଲୁଅ ସାଙ୍ଗରେ ଅନ୍ଧାର ଅଛି, ପୂର୍ଣ୍ଣମୀ ସାଙ୍ଗରେ ଅମାବାସ୍ୟା ଅଛି। ରାମଙ୍କ ସହିତ ରାବଣ ଅଛନ୍ତି, କଂସଙ୍କ ସହିତ କୃଷ୍ଣ ଅଛନ୍ତି। ରାକ୍ଷସ ସବୁବେଳେ ମହାପ୍ରଭୁଙ୍କର ପ୍ରିୟ ଲୋକ। ଯୋଉଠି ଭଗବାନ ସେଇଠି ରାକ୍ଷସ। ଯେତେବେଳେ ଭଗବାନ ରହିବେ ରାକ୍ଷସ ନିତ୍ୟ ରହିବେ, ନହେଲେ ମଣିଷ ଜାଣିବ କେମିତି ଭଗବାନ କିଏ ରାକ୍ଷସ କିଏ? ଆଉ ରାକ୍ଷସ ଭଗବାନଙ୍କର ଗୋଟିଏ ମୁଦ୍ରାର 2 ପାର୍ଶ୍ୱ। ଯେତେବେଳେ ଯୋଉଠି ଭଗବାନ ଥିବେ ସେଠି ରାକ୍ଷସ ନିଶ୍ଚୟ ରହିବେ। ତେଣୁକରି ଭଗବାନ ବି ଅଛନ୍ତି, ରାକ୍ଷସ ବି ଅଛନ୍ତି। ତାଙ୍କୁ ମଝିରେ କିଏ ନେଇକରି କୋଉ ଅସୁରୁଣୀ ସର୍ପଣାକା ତାଙ୍କୁ ଏକାଠି କରୁଛନ୍ତି, ସେଇଟା ଆମେ ଦେଖି